ओम नमो भगवते वासुदेवाय। द्वितीय अध्याय। स्थूल धारणे मन जिणी विष्णुर सूक्ष्म रूपे पुणी केमंत धारणा करिब। द्वितीय अध्याय प्रस्ताव। श्री शुक उवाच। कहन्ति शुक महामुनि शुण परीक्ष नृपमणि। एजेते कहिली मु तोते ईश्वर शरीर समेते। स्थूल देहे मन धरी सुबुद्धि बळे यत्न करी। से हरि अंतर बाहारे आनके अछि ए संसारे। से सर्वबुद्धि अनुभूति स्वप्न जाग्रत मध्य स्थिति। सत्य आनंद जल निधि भक्त जनक सर्वसिद्धि। जाहार तहु ए जगत आत्मार संगे उदयस्तम्। एही प्रकारे पूर्व काले से आत्म जोनि एसयळे। आत्मस्मरणे बुद्धि बळे सर्जिला ए विश्वमंडले। पूर्वे जे मन्ते थिला विधि तेन्हे धारणा बळे साधि। आत्मा को पाळी पुण हरे बणिज जेन्हे बणिजारे। शबद ब्रह्मर ए पथ जे मार्गे जीव आत जातम। पड़ी भ्रमई अध ऊर्ध्वे किछि न लभे लाभ पदे। वासना माया मय जाने न बुझि निरते भ्रमणे। ताहांक मध्ये जे सुबुद्धि जाने बेपार सदबुद्धि। विचार करे मायाग्रस्ते मुहि भ्रमई किस अर्थे। श्रमल भई आत जाते लाभ न मिले मोर हस्ते। एणु ए पथ श्रम तेजी जे प्राणी आत्मा लाभ खोजी। प्रयास करे परिहरे आत्मारे आत्मा बोध करे। अल्प भोगे देह पोषे वर्तई अबा उपवासे। थाऊ ए वसुंधरी अंक सुवर्ण पलंके की सुख। समर्थ भुज थाऊ बामे की प्रयोजन उपाधाने। अंजलि अछि जेबे हस्ते की प्रयोजन अन्न पात्रे। दिगबकल जार बास बसने तार की बास। चिराणी वस्त्र पथे देखी तार ग्रहणे हुंती सुखी। फल पूरिछि वृक्षे बने की प्रयोजन भिक्षा वने। थाऊ निर्झर नदी जले की प्रयोजन कमंडले। पर्वत गुहा तृणे बेढ़ी से थाऊ गृह किंपा लोड़ी। एमंत भावे कृष्ण पादे जे प्राणी भजन्ति आनंदे। ताहांक रक्षण उपाय करन्ति प्रभु देवराय। से किंपा धन गर्वी लोके क्षणे भजिबे आत्मसुखे। एही प्रकारे आत्मचित्ते सिद्धि लभन्ति अनुभूते। से प्राणी होए कृतकृत्य ताहाकु प्रसन्न अनन्तम। एणु नियत आत्मा जोगे भजिब कृष्ण पाद जुगे। मुतोते कहिली विश्वासे एणे संसार हेतु नासे। ए भाव अनादर करी संसार चिंता चित्ते धरी।
ପଶୁଙ୍କ ପ୍ରାୟ ତାଙ୍କ ଗତି ଏ ମାୟା ସଂସାରେ ଭ୍ରମନ୍ତି। ଦେଖ ସଂସାରେ ପ୍ରାଣୀ ଯେତେ ଯନ୍ତ୍ରିତ କର୍ମର ଆୟତ୍ତେ। ବୈତରଣୀ ନାମେ ନଦୀ ଯାତନା ମଧ୍ୟେ ସେ ପ୍ରସିଦ୍ଧି। ତହିଁ ପଡ଼ନ୍ତି ଦେଖୁ ଦେଖୁ ତାଙ୍କ ଜୀବନ କେବା ରଖୁ। ସଂସାର ଚିନ୍ତା ଚିତ୍ତେ ଭରି କାହୁଁ ତରିବେ ଭବବାରି। ଅର୍ଜିଲା କର୍ମ ଫଳ ଲଭି ଅଶେଷ ଦେହେ ତାହା ସେବି। ଏବେ ହୋ ଶୁଣ ରୂପମଣି ଯେଣେ ସଂସାରୁ ତରେ ପ୍ରାଣୀ। କେଅବା ଏନର ଶରୀରେ ଧାରଣା ଯୋଗେ ନିର୍ବିକାରେ। ସ୍ୱଦେହେ ହୃଦये ପ୍ରକାଶ ସେ ହରି ଘୋର ତମନାଶ। ପ୍ରାଦେଶ ମାତ୍ର ଦେହ ଧରି ବିଜୟେ ପ୍ରଭୁ ନର ହରି। ସୂକ୍ଷ୍ମ ସ୍ୱରୂପ ରୂପ ତାର ଶୁଣ ସୁମନେ କୁରୁ ବୀର। ଶ୍ୟାମ ସୁନ୍ଦର ଭୁଜେ ଚାରି ଶଙ୍ଖ କମଳ ଗୋଦାବରୀ। ଧାରଣା ଯୋଗେ ଏହା ଚିନ୍ତି ନିଶ୍ଚଳ ନୟନେ ଦେଖନ୍ତି। ପ୍ରସନ୍ନ ଶ୍ରୀମୁଖ ମଣ୍ଡଳ ଲୋଚନ ଅମଳ କମଳ। କଦମ୍ବ କିଞ୍ଜଲ୍କ ସୁରଙ୍ଗେ ପୀତବସନ ସୋହେ ଅଙ୍ଗେ। ସୁବର୍ଣ୍ଣ କିରୀଟ କୁଣ୍ଡଳ ସୁନ୍ଦର ଅଳକା କପୋଳ। ଅମୂଲ୍ୟ ହାର ବକ୍ଷಸ್ಥଳେ ରତ୍ନ କେୟୁର ବାହୁମୂଳେ। ହୃଦୟ ପଦ୍ମ ମଧ୍ୟେ ସ୍ମରି ଯେ ପାଦ ଧ୍ୟାୟେ ବ୍ରହ୍ମଚାରୀ। ସେ ପାଦ ଲକ୍ଷ୍ମୀରେ ଚିହ୍ନିତ ଦିଶଇ ଅତ୍ୟନ୍ତ ଶୋଭିତ। ଶ୍ରୀବକ୍ଷେ କୌସ୍ତୁଭମଣି ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି। ଆଜାନୁ ଲମ୍ବେ ବନମାଳେ ସ୍କନ୍ଧୁ ବେଷ୍ଟିତ ବକ୍ଷସ୍ଥଳେ। ରତ୍ନମେଖଳା କୋଟି ମାଝେ ଅଙ୍ଗୁଷ୍ଠେ ମୁଦ୍ରିକା ବିରାଜେ। ଅଙ୍ଗଦ ନୂପୁର କଙ୍କଣ ବିବିଧ ଅଙ୍ଗ ଆଭରଣ। ଅମଳ ପୁଷ୍ପ ଶିରେ ଶୋହେ ନୀଳକୁନ୍ତଳ ଜନମୋହେ। ସୁନ୍ଦର ହୃଷିତ ବଦନ ଅଞ୍ଜନ ବିରାଜେ ନୟନ। ଭ୍ରୁଭଙ୍ଗ ଅନୁଗ୍ରହ ମୁଖ ଭ୍ରୁକୁଟି କୁଟିଳ ସୁରେଖ। ଅନେକ ଅନୁଗ୍ରହ ଯହିଁ ସଞ୍ଚିତ ହୋଇଅଛି ରହି। ଏମନ୍ତ ଈଶ୍ୱରର ଦେହ ଚିତ୍ତେ ଚିନ୍ତିବ ଚିନ୍ତାମୟ। ଯାବତ ଧାରଣାର ବଳେ ମନ ନ ରହେ ସୁନିଶ୍ଚଳେ। ତାବତ ଏକ ଏକ ଅଙ୍ଗେ ନିତ୍ୟ ଭାବିବ ବୁଦ୍ଧି ଯୋଗେ। ହାସବଦନୁ ପାଦ ଯାଏ ଭାବିବ ବିଷ୍ଣୁ ସ୍ଥୂଳ ଦେହେ। ସ୍ଥାନକୁ ସ୍ଥାନ ଧ୍ୟାନ କରି ଛାଡ଼ିବ ଅପର ଆବୋରି। ଯାବତ ବୁଦ୍ଧି ଏ ଶରୀରେ ପରମେ ଭକ୍ତି ନ ବିଚାରେ। ଯାବତ ଆପଣା ହୃଦये ନ ଦେଖି ଭକ୍ତିର ଉଦୟେ। ତାବତ ସ୍ଥୂଳ ରୂପ ଚିନ୍ତି ଚିତ୍ତେ ସ୍ମରିବ ନୀତି ନୀତି। ବସିବ କର୍ମ ଅବସାନେ ସ୍ଥୂଳ ଶରୀର ଯୋଗ ଧ୍ୟାନେ। ଏମନ୍ତ କରିବ ଧାରଣ ଯାବତ ନ ଲଭେ ମରଣ। ଏମନ୍ତ ଯୋଗୀ ଏ ଦେହକୁ ଯେବେ ଇଚ୍ଛିବ ଛାଡ଼ିବାକୁ। ପବିତ୍ର ଦେଶ କିବା କାଳ ମନରେ ନ କରି ବିଚାର।
যোগ সাধনে পঞ্চ প্রাণ সাধিব সমাধি ধারণম আসন প্রত্যাহার বଳେ মনକୁ স্থাপিব নিশ্চଳେ মন ସମେତେ ଇନ୍ଦ୍ରିଗଣ ନିର୍ମଳ ବୁଦ୍ଧିରେ ସଂଯମ ସେ ବୁଦ୍ଧି କ୍ଷେତ୍ରଜ୍ଞ ପ୍ରମାଣି ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି ଆତ୍ମାରେ ଆତ୍ମାକୁ ନିରୋଧି ଏମନ୍ତେ ଜନ ସୁବୁଦ୍ଧି ଆତ୍ମାର ଲାଭ ଲଭେ ହେଳେ କର୍ମ ଛାଡ଼ିବ ତେତେବେଳେ ଏଭାବେ ଜୀବର ନିସ୍ତାର କାଳର ନାହିଁ ଅଧିକାର ଦେବେ ନ ପାରେ ତାରେ ହିଂସି ତ୍ରିଗୁଣେ ନ ପାରନ୍ତି ପଶି ଇନ୍ଦ୍ରିୟ ଗଣେ ଅଗୋଚର ଯହିଁ ମହତ ତତ୍ତ୍ୱ ଦୂର ଦେବେ ନ ପାନ୍ତି ଯାହା ଚିନ୍ତି ନ ଜାଣୁ ବୋଲନ୍ତି ଦୁରାତ୍ମା ଭାବ ପରିହରି ସୁହୃଦ ଭାବେ ଚିତ୍ତେ ଧରି ଯେ ଅଟେ ବୈଷ୍ଣବର ଧାମ ପରମ ପଦ ଯାର ନାମ ସେ ପଦ ହୃଦୟରେ ଧରନ୍ତି ସର୍ବତ୍ର ଶ୍ରେଷ୍ଠ ମନେ ଚିନ୍ତି ଏ ରୂପେ ସାଧି ମୁନି ଜନ ପରମ ପଦେ କରେ ସ୍ଥାନ ବିଷୟ ବାସନାକୁ ହେଳେ ବିନାଶୀ ଶାସ୍ତ୍ରର ବିଚାରେ ଯେବେ ତା ଦେହ ତ୍ୟାଗେ ମନ ତେବେ ସାଧିବ ଦୃଢାସନ ବାମ ଚରଣ ପଛ ଭର ତେଣେ ନିରୋଧି ମୂଳାଧାର ମୂଳ ପବନ ଊର୍ଦ୍ଧ୍ୱେ ତୋଳି ନାଭି ପବନ ସଙ୍ଗେ ମିଳି ବେନି ପବନ ପୁଣି ବଳେ ସ୍ଥାପିବ ହୃଦୟ କମଳେ ତହୁଁ ତୋଳିବ ତିନି ପ୍ରାଣ କଣ୍ଠେ ଯେ ବସଇ ଉଦାନ ଜ୍ଞାନ ପବନ ତାର ତୁଲେ ଧରି ସ୍ଥାପିବ ତାଳୁ ମୂଳେ ତହୁଁ କୁମ୍ଭକ ସାଧ୍ୟ କରି ପ୍ରାଣକୁ ଭ୍ରୁମଣ୍ଡଳେ ଭରି ନିରୋଧ କରି ସପ୍ତଦ୍ୱାର ସ୍ମରଣ କରିବ ଓଙ୍କାର ଯେବେ ଭୋଗରେ ମନ ନାହିଁ ମୁହୂର୍ତ୍ତ ଅର୍ଦ୍ଧ ତହିଁ ରହି ନିୟତ ଥାଇ ଯୋଗ ବନ୍ଧେ ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ ନିଶ୍ଚଳ ଯୋଗ ଦୃଢ଼େ ସାଧି ତକ୍ଷଣେ ବ୍ରହ୍ମରନ୍ଧ୍ର ଭେଦି ପରମ ପଦେ ତାର ଗତି ଦେହ ଇନ୍ଦ୍ରିୟ ପାଶୋରନ୍ତି ବ୍ରହ୍ମାର ବ୍ରହ୍ମ ଲୋକେ ସ୍ଥିତି ସେ ସ୍ଥାନ ଭୋଗ ଯେବା ଚିନ୍ତି ଗୁଣ ସମୂହେ ଅଷ୍ଟନିଧି ଯେବା ବାଞ୍ଛଇ ସର୍ବସିଦ୍ଧି ମନ ଇନ୍ଦ୍ରିୟ ଗଣ ମେଳେ ତକ୍ଷଣେ ସେ ଲୋକରେ ମିଳେ ଯୋଗେଶ୍ୱରଙ୍କ ଏହୁ ଗତି ପରମ ପୁରୁଷେ ବୋଲନ୍ତି ଏମନ୍ତ ତିନି ଲୋକ ଜିଣି ଶୁଣ କହିବା ପରିମାଣି ଯେ କର୍ମ ସାଧେ କର୍ମ କାଣ୍ଡେ ସେ କାହିଁ ଯିବ ଊର୍ଦ୍ଧ୍ୱ ଦାଣ୍ଡେ ଯେ ବାଲ ଭିବ ଭକ୍ତି ଭାବେ ସମାଧି ବିଦ୍ୟା ତପ ଯୋଗେ ଯେ ବ୍ରହ୍ମ ଲୋକ ମନେ କରେ ପ୍ରଥମେ ଅଗ୍ନି ଆଶ୍ରେ କରେ ସୁଷନ୍ମାରନ୍ଧ୍ରେ ବ୍ରହ୍ମ ପଥେ ଜ୍ୟୋତି ପ୍ରକାଶେ ଊର୍ଦ୍ଧ୍ୱଗତେ ବିଧୂତ କଳ୍ମଷ ଶରୀର ସେ ଚକ୍ରେ ସ୍ଥିତ ଶିଶୁମାର ସେ ଶିଶୁମାର ଚକ୍ରସାର ସେ ଚକ୍ର ତଳେ ଧ୍ରୁବପୁର ବିଶ୍ୱର ନାଭି ସେ ବୋଲାଇ ଆତ୍ମା ସ୍ୱରୂପେ ତହୁଁ ଯାଇ ପ୍ରବେଶ ପରମ ସ୍ୱରୂପେ ବ୍ରହ୍ମ ନିର୍ବାଣ ମହର୍ଲୋକେ
କଳ୍ପ ଆୟୁଷ ଦେବ ଗଣେ ଯହିଁ ରମନ୍ତି ଅନୁକ୍ଷଣେ। ସେ ପୁଣି କଳ୍ପ କ୍ଷୟ କାଳେ ଅନନ୍ତ ନିଶ୍ୱାସ ନଳେ। ଦହନ ଦେଖି ଅନ୍ତରିକ୍ଷେ ଅନନ୍ତ ଶୟନେ ପ୍ରତ୍ୟକ୍ଷେ। ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ ଦେବାଜା ବ୍ରହ୍ମ ଲୋକ ଘୋଷେ। ବେନି ପରାର୍ଦ୍ଧ ଯହିଁ ଗଣି ସେ ବ୍ରହ୍ମ ଲୋକ ପରିମାଣି। ସଂସାର କର୍ତ୍ତା ଯେ ବୋଲାନ୍ତି ସେ ବ୍ରହ୍ମା ବ୍ରହ୍ମ ଲୋକେ ସ୍ଥିତି। ସେ ପୁରେ ନାହିଁ ଦୁଃଖ ଶୋକ ଜରା ମରଣ ଉଦବେଗ। ଚିତ୍ତ ଅନର୍ଥ ହେତୁ କାହିଁ ଜନ୍ମ ମରଣ ଭୟ ନାହିଁ। କେତେ କାଳେ ସେ ଭୁବନେ ଥାଇ ଚିନ୍ତଇ ଅବଧାନେ। ପୃଥିବୀ ରୂପେ ଲିଙ୍ଗ ଦେହେ ସେ ପୁଣି ବିହରେ ନିର୍ଭୟେ। ପୃଥିବୀ ରୂପେ ଜଳେ ଯାଇ ଜେଇଷ୍ଟ ଭୋଗ ତା ଭୁଞ୍ଜଇ। ଅନଳ ମଧ୍ୟେ ତହୁଁ ସ୍ଥିତି ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି। ପବନେ କରଇ ସଞ୍ଚାର ଧରଇ ପବନ ଶରୀର। ସେ ବାୟୁ କାଳେ ନଭେ ପୁରେ ସେ ଜୀବ ଲିଙ୍ଗ ରୂପ ହରେ। ଗନ୍ଧ କଳ୍ପଇ ଘ୍ରାଣ ମାତ୍ରେ ରସକୁ ରସ ନା ସಮೇତେ। ଦୃଷ୍ଟିରେ ରୂପକୁ ସଂଘରେ ତ୍ୱକକୁ ସ୍ପର୍ଶରେ ସଂଘରେ। ଆକାଶ ଗୁଣ କର୍ଣ୍ଣେ ଭରି ଏ ରୂପେ ପ୍ରାଣ ସୂକ୍ଷ୍ମେ ଧରି। ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ ପଞ୍ଚତନ୍ମାତ୍ରେ ପରିମାଣେ। ଏ ଅହଙ୍କାରେ ତିନି ଗୁଣ ବୁଦ୍ଧି ଇନ୍ଦ୍ରିୟର ଯେ ଜ୍ଞାନ। ପଞ୍ଚବିକାର ପଞ୍ଚଦେବା ମନ ସಮೇତେ କରି ସେବା। ଏ ପଞ୍ଚ ଦେବତା ସಮೇତେ ସୂକ୍ଷ୍ମ ସ୍ୱରୂପେ ମହତତ୍ୱେ। ସେ ତତ୍ତ୍ୱ ଗୁଣର ସଂସ୍ଥାନ ପ୍ରଧାନ ଦେହେ ହୋଏ ଲୀନ। ସେ ନିତ୍ୟ ଶାନ୍ତି ସନାତନେ ଆତ୍ମା ନିରୋଧେ ଆତ୍ମଜ୍ଞାନେ। ପ୍ରବେଶ କରେ ବିଦ୍ୟମାନେ ବିଜ୍ଞାନ ଆନନ୍ଦ ଚେତନେ। ଆନନ୍ଦ ଜ୍ଞାନ ରସ ଭୋଳେ ଶାନ୍ତି ଲଭଇ ସୁନିଶ୍ଚଳେ। ଏମନ୍ତେ ଧାରଣାନୁଭବେ ନିଶ୍ଚେପ ସଇ ବାସୁଦେବେ। ଅନ୍ତେ ଲଭଇ ଯେଉଁ ଗତି ତାହାକୁ ବୋଲି ଭଗବତୀ। ଯହିଁ ପଶିଲେ ଆତ୍ମା ମନ ନ ଲଭେ ପୁନରାଗମନ। ଶୁଣ ହେ ନୃପ ପରୀକ୍ଷିତ ଯେଣୁ ପୁଛିଲୁ ଭାଗବତ। ତେଣୁ କହିଲି ଶ୍ରୁତି ଯୋଗେ ତୋର ସମୀପେ ଅନୁରାଗେ। ଦଇବେ କାଳ ଅବସାନ ଏଣୁ କହିଲି ଦିବ୍ୟ ଜ୍ଞାନ। ବ୍ରହ୍ମାର ତପେ ହୋଇ ତୋଷ ବିଷ୍ଣୁ ଯେ ଦେଲେ ଉପଦେଶ। ଯେ ସଦ୍ୟୋ ମୁକ୍ତି କ୍ରମ ମୁକ୍ତି ସ୍ୱଭାବ ସିଦ୍ଧ ବେନିଗତି। ସେ ପଥ କହିଲି ମୁଁ ତୋତେ ଏବେ ତୁ ଶୁଣ ଏକ ଚିତ୍ତେ। ସଂସାରେ ସଞ୍ଚରନ୍ତି ଯେତେ ତାଙ୍କ ତାରଣ ପଥ ଯେତେ। ଏହିଟି ଜାଣ ଶିବ ପଥ ଜାତ ହୁଁ ଭକ୍ତି ଯୋଗ ଜାତ। ଯେଉଁ ପାଏ ପ୍ରିୟ ଭାବେ ଭକତି ଲଭେ ବାସୁଦେବେ। ବ୍ରହ୍ମାର ତପ କଷ୍ଟେ ହରି ଯାହା କହିଲେ ଦୟା କରି। ସେ ବ୍ରହ୍ମା ବ୍ରହ୍ମ ବେଦ ସାର ସକଳ ବୁଝି ତିନିବାର। ଯେ ଭକ୍ତି ଜୀବ ସୁଖ ପଥ ଏ ଭାବେ ହେଲା ଆତ୍ମେରତ।
ସେ ହରି ସର୍ବଭୂତ ମଧ୍ୟେ ନିତ୍ୟ ବିହରେ ଆତ୍ମା ପଦେ ବୁଦ୍ଧି ଲକ୍ଷଣେ ଅନୁମାନେ ନିଶ୍ଚଳ ଯୋଗୀ ଯୋଗ ଧ୍ୟାନେ କେୟ ବା କରିବ ଗୋଚର ଜଗତ ବାହ୍ୟ ଅଭ୍ୟନ୍ତର ଏଘେନି ସର୍ବ ଆତ୍ମା ଭାବେ ସର୍ବଦା କାଳେ ସର୍ବଭାବେ ହରିଙ୍କି ଶ୍ରୁତି ପଥେ ଶୁଣ ମୁଖେ ନିରତେ ନାମ ଭଣ ସେ ହରି କଥାମୃତ ରସ ଯେ କରେ ଶ୍ରୁତି ପଥେ ଗ୍ରାସ ବିଷୟ ବିଷ ନାଶି ଚିତ୍ତ ପବିତ୍ର କରେ ଅନ୍ତର୍ଗତ ଗୋବିନ୍ଦ ଚରଣ କମଳେ ପଶଇ ଭକ୍ତି ଯୋଗ ବଳେ ଏ ଭାଗବତ ରସ ଯେତେ ସୁଜନେ ଶୁଣ ଶ୍ରୁତି ପଥେ ବିଷୟା ରସ ଯାଉ ନାଶ କହି ଜଗନ୍ନାଥ ଦାସ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ महापुरुष संस्थानुवर्णनं नाम द्वितीयोऽध्यायः श्रीकृष्णं समर्पणमस्तु। ओम नमो भगवते वासुदेवाय।